ଲକ୍ଷ ଯୋଗ୍ୟ ହିତାଧିକାରୀ ପାଇବେ ରାସନ କାର୍ଡ। ତ ଦେଖନ୍ତୁ ଯଦି ଆପଣମାନେ ରାସନ କାର୍ଡ ଆବେଦନ କରିଛନ୍ତି ଏ ପର୍ଯ୍ୟନ୍ତ ପାଇନାହାନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର ଆପଣମାନେ ଖୁବ ଶୀଘ୍ର ପାଇବାକୁ ଯାଉଛନ୍ତି ରାସନ କାର୍ଡ। ତ କିଛି ଜିଲ୍ଲାରେ ଏବେ ବଣ୍ଟା ଯାଇଛି ରାସନ କାର୍ଡ, ତାହେଲେ ଆପଣଙ୍କୁ ମଧ୍ୟ ମିଳିପାରିବ ଖୁବ ଶୀଘ୍ର। ଯେଉଁମାନେ ଆବେଦନ କରିଥିବେ ସେମାନେ ମଧ୍ୟ ଖୁବ ଶୀଘ୍ର ପାଇବାକୁ ଯାଉଛନ୍ତି। କିଛି ଦିନ ଅପେକ୍ଷା କରନ୍ତୁ, ତାହା ମଧ୍ୟ ଆପଣମାନେ ପାଇପାରିବେ। ତ କଣ ଅପଡେଟ୍ ରହିଛି ଦେଖନ୍ତୁ, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ତ ଦେଖନ୍ତୁ ରାଜ୍ୟରେ ପ୍ରାୟ ଲକ୍ଷ ଲୋକଙ୍କ ରାସନ କାର୍ଡ କାଟି ଦିଆଯାଇଛି। ଏହା ବାବଦ ଅନ୍ୟ 5 ଲକ୍ଷ ମୃତ୍ୟୁ ହିତାଧିକାରୀଙ୍କୁ ମିଶାଇ 6 ଲକ୍ଷ କାର୍ଡ କାଟି ଦିଆଯାଇଛି। ଏହି 6 ଲକ୍ଷ କାର୍ଡ ଗରିବଙ୍କୁ ଦିଆଯିବ ବୋଲି ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଇ-କେୱାଇସି ବ୍ୟବସ୍ଥାରେ ବହୁ ହିତାଧିକାରୀ ତାଲିକାରୁ କଟି ଯାଇଥିବା ନେଇ ଚାରିଆଡୁ ଅଭିଯୋଗ ଆସିଥିବାରେ ଲାଗିଥିବା ବେଳେ ମନ୍ତ୍ରୀ କହିଛନ୍ତି ଯେ ଯେଉଁଠି ଅଭିଯୋଗ ରହିଛି ସେହି ବିଷୟରେ ତାଙ୍କୁ ଜଣାନ୍ତୁ। ସରକାରଙ୍କ ପାଖରେ ଏପର୍ଯ୍ୟନ୍ତ କାର୍ଡ ରହିଛି ସେହି ସବୁ ନୂଆ ଲୋକଙ୍କୁ ଦିଆଯିବ। ଯୋଗ୍ୟ ହିତାଧିକାରୀ କାର୍ଡ ଭୁଲରେ କଟି ଯାଇଥିବା ବେଳେ ସେମାନଙ୍କୁ ଆଉ ଥରେ ଆବେଦନ କରିବାକୁ କୁହାଯାଉଛି। ତ ଦେଖନ୍ତୁ ଆପଣମାନଙ୍କ ଯଦି ରାସନ କାର୍ଡ କଟିଯାଇଛି ବା ଆପଣମାନେ ଇ-କେୱାଇସି କରିନାହାନ୍ତି କି ଭୁଲ ଯୋଗୁରୁ ଆପଣଙ୍କ ରାସନ କାର୍ଡ କଟିଯାଇଛି, ତାହେଲେ ଆପଣମାନେ ମଧ୍ୟ ଖୁବ ଶୀଘ୍ର ଆପଣମାନେ ଯାଆନ୍ତୁ ଅନଲାଇନରେ ବା ଅଫଲାଇନରେ ଆପଣମାନେ ଆବେଦନ କରନ୍ତୁ। ସେମାନେ ମଧ୍ୟ ପାଇପାରିବେ। ଯେଉଁମାନଙ୍କ ରାସନ କାର୍ଡ କଟିଯାଇଛି ସେମାନେ ମଧ୍ୟ ପାଇପାରିବେ। ତ ଏଇଭଳିଆ ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।